ସାତ ଚୋର ଓ ଶନିଦେବଙ୍କ ନ୍ୟାୟ। ବହୁତ ଦିନ ତଳର କଥା। ଧର୍ମପୁର ନାମକ ଏକ ସୁନ୍ଦର ଗାଁ ଥିଲା। ସେହି ଗାଁରେ ଏକ ବଡ଼ ଧନୀ ବ୍ୟବସାୟୀ ସୁଦାମ ସାହୁ ରହୁଥିଲେ। ତାଙ୍କ ଘରେ ଅନେକ ସୁନା ରୂପା ଓ ମୂଲ୍ୟବାନ ରତ୍ନ ଥିଲା। କିନ୍ତୁ ଗାଁ ନିକଟ ଜଙ୍ଗଲରେ 7 ଜଣ କୁଖ୍ୟାତ ଚୋରଙ୍କର ଏକ ଦଳ ଥିଲା। ସେମାନେ ଥିଲେ ଖୁବ୍ ଲୋଭୀ ଓ ନିର୍ଦ୍ଦୟ। ଚୋରମାନଙ୍କର ମୁଖିଆ ରଘୁଆ ସବୁଠୁ ଶକ୍ତିଶାଳୀ ଥିଲା। ଅନ୍ୟମାନେ ରଘୁଆ, ଯଦୁ, ରାଜୁ, ବିଜୁ, କାଳିଆ ଓ ଶଶୀ। ଏହି 7 ଚୋର ସୁଦାମ ସାହୁଙ୍କ ଘରକୁ ଚୋରି କରିବା ପାଇଁ ଏକ ଯୋଜନା କଲେ। ସେମାନେ ଜାଣିଥିଲେ ଯେ ସାହୁଙ୍କ ଘରେ ଅଜସ୍ର ସମ୍ପତ୍ତି ଅଛି। ସେମାନେ ଶନିବାର ଅନ୍ଧାର ରାତିରେ ଚୋରି କରିବାକୁ ଯୋଜନା କଲେ। ଯେତେବେଳେ ସାରା ଗାଁ ଗଭୀର ନିଦରେ ଶୋଇଥାଏ, ସେତେବେଳେ 7 ଜଣ ଚୋର ନିଜ ଯୋଜନା କାର୍ଯ୍ୟକାରୀ କରିବାକୁ ବାହାରିଲେ। ସେମାନେ ସାହୁଙ୍କ ଘର ପଛପଟ କାନ୍ଥରେ ଏକ ବଡ଼ ସୁଡ଼ଙ୍ଗ କଲେ। ଭିତରକୁ ଯାଇ ସେମାନେ ଗୋଟିଏ କୋଠରୀରେ ମୋତି ମାଣିକ ଭର୍ତ୍ତି 7ଟି ବାକ୍ସ ଦେଖିଲେ। ଚୋରମାନଙ୍କ ମନରେ ଆନନ୍ଦର ସୀମା ନଥିଲା। ପ୍ରତ୍ୟେକ ଚୋର ଗୋଟିଏ ଲେଖାଏଁ ବାକ୍ସ ନେବାକୁ ସ୍ଥିର କଲେ। ରଘୁଆ, ମୁଁ ଏହି ବାକ୍ସ ନେବି। ଏଥିରେ ସବୁଠୁ ଅଧିକ ମୋତି ଅଛି। ରାଧୁଆ, ନା, ଏହି ବାକ୍ସ ମୁଁ ନେବି। ଏଥିରେ ସବୁଠୁ ବଡ଼ ହୀରା ଅଛି। ବାକ୍ସ ବାଣ୍ଟିବାକୁ ନେଇ ସେମାନଙ୍କ ଭିତରେ ପ୍ରବଳ ଝଗଡ଼ା ହେଲା। ଶେଷରେ ସେମାନେ ସବୁ ବାକ୍ସକୁ ସୁନା, ରୂପା ଓ ଅଳଙ୍କାରକୁ ଏକାଠି କରି 7 ଭାଗ କରିବାକୁ ରାଜି ହେଲେ। ଯେତେବେଳେ ସେମାନେ ଚୋରି ଧନର ଭାଗକୁ ବାଣ୍ଟୁଥିଲେ, ହଠାତ୍ ସେଠାରେ ଏକ ଭୟଙ୍କର ଶବ୍ଦ ହେଲା ଏବଂ ଚାରିଆଡ଼େ ଏକ ନୀଳକଳା ଆଲୋକ ଝଲସି ଉଠିଲା। ସେହି ତେଜସ୍ୱୀ ଆଲୋକ ମଧ୍ୟରେ ନ୍ୟାୟର ଦେବତା ଶନିଦେବ ପ୍ରକଟ ହେଲେ। ତାଙ୍କର କ୍ରୋଧିତ କଳା ରୂପ ଦେଖି 7 ଜଣ ଚୋର ଭୟରେ ଥରିବାକୁ ଲାଗିଲେ। ସେମାନଙ୍କ ହାତରୁ ଚୋରି ଜିନିଷ ତଳେ ଖସି ପଡ଼ିଲା। ଶନିଦେବଙ୍କର ସ୍ୱର ଗର୍ଜନ ପରି ଶୁଣାଗଲା, ଆରେ ପାପୀମାନେ, ମୁଁ ହେଉଛି କର୍ମଫଳଦାତା ଶନି। ତମ୍ଭେମାନେ ଜାଣିନାହଁ ଯେ ଶନିବାର ରାତିରେ ପାପ କରିବାର ଫଳ କେତେ ଭୟଙ୍କର ହୋଇପାରେ। ଚୋରି ଧନର ଭାଗ ବାଣ୍ଟୁଛ? ତମ୍ଭମାନଙ୍କର କର୍ମ ହିସାବ କରିବାକୁ ମୁଁ ଆସିଛି। ଚୋରମାନେ ଭୟରେ କାକୁତି ମିନତି ହୋଇ କହିଲେ, ହେ ଦେବତା, ଆମକୁ କ୍ଷମା କରନ୍ତୁ, ଆମେ ଭୁଲ କରିଦେଲୁ। ଶନିଦେବ କହିଲେ, କ୍ଷମା ନୁହଁ, ତମ୍ଭେମାନେ ଯେଉଁ କର୍ମ କରିଛ ତାର ହିସାବ ହେବ। ତମ୍ଭମାନେ 7 ଜଣ ଅଟ, ତେଣୁ ତମ୍ଭମାନଙ୍କୁ ଅଲଗା ଅଲଗା ନ୍ୟାୟ ମିଳିବ। 7 ଚୋରଙ୍କୁ 7 ପ୍ରକାର ନ୍ୟାୟ ମିଳିବ। ଆଉ ଶନିଦେବ ତାଙ୍କର ଦଣ୍ଡ ନିର୍ଦ୍ଧାରଣ କଲେ। ରଘୁଆ ମୁଖିଆ ଥିଲା ସବୁଠୁ ବଡ଼ ଚୋର। ସେଥିରୁ ଥିବାରୁ ଶନିଦେବ ତାଙ୍କୁ ଜୀବନସାରା ଭିକାରୀ ହେବାର ଅଭିଶାପ ଦେଲେ। ରାଧୁଆ ଲୋଭୀ ଥିଲା। ସବୁଠୁ ଅଧିକ ଧନ ପାଇଁ ଝଗଡ଼ା କରୁଥିବାରୁ ତାକୁ ସମସ୍ତ ଚୋରି ଜିନିଷ ନେଇ ଏକ ପର୍ବତ ଉପରକୁ ଚଢ଼ିବାକୁ ପଡ଼ିଲା, ଯେଉଁଠାରେ ସେ ଭୋକରେ ମରିଗଲା। ଯଦୁ ଛଳନାକାରୀ ଥିଲା। ଅନ୍ୟ ଚୋରମାନଙ୍କୁ ଭୁଆଁ ବୁଲାଉଥିବାରୁ ତାକୁ ପାଗଳ ହେବାର ଦଣ୍ଡ ମିଳିଲା। ରାଜୁ ମିଛୁଆ ଥିବାରୁ, ସବୁ କଥାରେ ମିଛ କହୁଥିବାରୁ ତାକୁ କଥା କହିବାର ଶକ୍ତି ହରାଇବାକୁ ପଡ଼ିଲା। ବିଜୁ ଦୁର୍ବଳ ଚୋର ଥିଲା। ସେ ବାଘୁଆ କଥାରେ ଚୋରି କରିଥିବାରୁ ତାକୁ କଠିନ ଦଣ୍ଡ ଦେବା ବଦଳରେ ସୁଦାମ ସାହୁଙ୍କ ଘରେ ଜୀବନସାରା ଚାକର ହୋଇ ରହିବାକୁ ନ୍ୟାୟ ଦେଲେ, ଯାହା ଫଳରେ ସେ ନିଜ ଭୁଲ ସୁଧାରି ପାରିବ। କାଳିଆ ନିଷ୍ଠୁର ଥିଲା। ବାକ୍ସ ଖୋଲିବାରେ ସାହାଯ୍ୟ କରୁଥିବାରୁ ତାକୁ ଏକ ଅନ୍ଧାର କୁଅରେ ପଡ଼ି ମରିବାକୁ ପଡ଼ିଲା। ଶଶୀ ଅଳସୁଆ ଥିବାରୁ, ସବୁଠୁ କମ୍ କାମ କରି ଅଧିକ ଧନ ଚାହୁଁଥିବାରୁ ତାକୁ ପଥର ପାଲଟି ଯିବାର ଦଣ୍ଡ ମିଳିଲା। ଏହିପରି ଭାବରେ 7 ଜଣ ଚୋରକୁ ସେମାନଙ୍କର କର୍ମ ଅନୁସାରେ ଭିନ୍ନ ଭିନ୍ନ ନ୍ୟାୟ ମିଳିଲା। ଶନିଦେବ ସମସ୍ତ ଚୋରି ସମ୍ପତ୍ତିକୁ ପୁନର୍ବାର ସୁଦାମ ସାହୁଙ୍କ ଘରେ ଥୋଇଦେଲେ ଏବଂ ଅଦୃଶ୍ୟ ହୋଇଗଲେ। ଗାଁ ଲୋକ ଶନିଦେବଙ୍କର ଏହି ନ୍ୟାୟ ଦେଖି ଧର୍ମ ଏବଂ କର୍ମର ଫଳ ଉପରେ
ଆହୁରି ଅଧିକ ବିଶ୍ୱାସ କଲେ। ସେହି ଦିନଠାରୁ ଧର୍ମପୁର ଗାଁରେ କେହି କେବେ ଚୋରି କରିବାକୁ ସାହସ କଲେ ନାହିଁ। ଉପଦେଶ, ଯିଏ ଯେପରି କର୍ମ କରେ ସେ ସେହିପରି ଫଳ ପାଏ। ଶନିଦେବଙ୍କ ଦୃଷ୍ଟିରୁ କୌଣସି ପାପ ଲୁଚି ରହିପାରେ ନାହିଁ। ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ପୌରାଣିକ କଥାଟି ଶନିଦେବଙ୍କ ଉପରେ ଆଧାରିତ, ଯଦି ଏ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଉ ଆମ ପେଜକୁ ଯଦି ଏପର୍ଯ୍ୟନ୍ତ ଫେସବୁକ୍ ପେଜକୁ ଫଲୋ କରିନାହାନ୍ତି ତାହେଲେ ଫଲୋ କରିନେବେ ଏମିତି ପୌରାଣିକ ଭିଡ଼ିଓ ଦେଖିବା ପାଇଁ। ରାଧେ ରାଧେ।